ସାପୁଆଝର ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆଜବେଷ୍ଟ ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଚାଳକ। ଆଜି ସକାଳ ସମୟରେ ଢେଙ୍କାନାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଆଜବେଷ୍ଟ ବୋଝେଇ ଟ୍ରକ୍ ଯାହାର ନମ୍ବର OR14T 1327 ସାପୁଆଝର ପୋଲ ନିକଟରେ ଗାଡ଼ିର ଆଗ ଚକ ଦୁଇଟି ଫାଟିଯିବାରୁ ରାସ୍ତାର ଡାହାଣ ପଟକୁ ଗାଡ଼ିଟି ପଶି ଯାଇଥିଲା। ଆଗ ଚକା ଦୁଇଟି ମାଟିକୁ ମାଡ଼ି ରହିଥିବା ଫଳରେ ଉକ୍ତ ଆଜବେଷ୍ଟ ବୋଝେଇ ଟ୍ରକ୍ ପଲଟ ନ ମାରି ରାସ୍ତା କଡ଼ରେ ସାମାନ୍ୟ ଅଣେଇ ହୋଇ ରହିଯାଇଥିଲା ଓ ଉକ୍ତ ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଉକ୍ତ ସ୍ଥାନଟି ଏକ ଦୁର୍ଘଟଣାପୂର୍ଣ୍ଣ ସମ୍ବେଦନସ୍ଥଳୀ ସ୍ଥାନ ରୂପେ ପରିଣତ ହୋଇଛି। ପ୍ରାୟତଃ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଏହିଠାରେ ଘଟୁଥିବାର ଦେଖିବାକୁ ମିଳିଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।